ये ताके केते मजा बिना स्टोरी रे गाड़ी नहीं चलाए जे केनता स्टोरी धरचे हाँ रख 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 ये देखी दवा बेटा तो जी हाँ भाइयों और बहनों, आपके इस मेले में आपका जबरदस्त मनोरंजन करने के लिए, आपको हैरत में डाल देने के लिए आया है जल परी शो। आइए जिंदा जल परी को देखिए पानी में तैर। जगन्नाथ सांग मैंने स्वागत जनाऊँ आ गोटे नुआ भिड को। आज सकाळ सुंदर दृश्य जमिति सुंदर दृश्यर अवसर नहीं जेते देखुथिले नुआ दिशु थाई एते सुंदर वर्षारे गछपत्र डाल जाक सबू सुंदर भाव ग्रीन भाव पत्र जाक बाहरी एते सुंदर दिशुची आनंदित बहुत आनंदित लगुच। तो देखुथिबे यही जंगल पहाड़र खरारे टिके अल्प जो खरा होची मेघुआ पाग सांगरे तार केते सुंदर दृश्यटा दिशुची आनंदित लगुच केते। तो आज यही शुभ मुहूर्त रे शुभ सुंदर दृश्यर आलोकित मन को पूरा मोहि नौची। तो देखंतु यही चारिपटर दृश्य एते सुंदर भाव आलोकित और खुशीर महल चारिआडे से जंगल मध्य किसी माने खरार तार प्रभावटा पड़ी सुंदर गछपत्र डाल जक एते सुंदर दिशुची। तो फ्रेंड्स चलतु आज भिडियोटा आरंभ करवा। दिलो 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 चल 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 हाय से मुड़ू ना देखु चल सामने जलपरी को देखिए, पानी में तैरती हुई जिंदा जलपरी का नजराना आप देखेंगे हमारे शो में। आइए जल्द आइए, टिकट दीजिए, पूरे परिवार के साथ आइए। ऐसा मौका फिर मिलेगा नहीं। अभी तक आपने जलपरी अपनी नजरों के सामने नहीं देखा होगा भाई। यहाँ इसमें आप के बोले करा से स्टेरिंग मुड़ी चना से स्टेरिंग मुड़ी चना ये ताके केते मजा बिना स्टोरी रे गाड़ी नहीं चलाए जे केनता स्टोरी धरचे हाँ रख 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 ये देखी दवा बेटा तो आज यही मार्केट बुलिबा पाई बहुत खुशी आनंदित आ लोक मध्य बहुत प्रकार भिड़ रोचंती एमिति प्रकार भिड़ रोचंती अनेक लोक खाइबारे व्यस्त तो अनेक लोक किछि किणाकिणी करिबारे व्यस्त आ लोक बहुत भिड़ रोची। आमे वर्तमान आसीचु संध्या 7टा आउ 7टा समय प्रत्येक लोक घर किंबा ऑफिस काम सारी लोक फ्री होते टिके बुलाबुली करने बहुत मजामस्ती करते आउ से समय आमे आसी यही भवानीपटना परदेशी पड़ा पाखे जोटा कि मीना बजार बसची से पाखे आम पहुँचीचु। आउ किछि अल्प आम पानी पीवाई दुकान को आसीलु आउ से दुकान रू पानी किणी पीलु जोटा शोष मध्य प्रबल लगुला। आउ चारिआडे लोकंकर भिड़ एपटे किछि खेलना लोक रेटी किंबा अन्य प्रकार डोंगा किंबा छोट छोट
କୁନି କୁନି ଛୁଆ ପିଲାମାନଙ୍କର ଖେଳିବାର ବହୁତ ସଉକି ଥାଏ। ଦେଖୁଥିବେ ଏଇଠି ହେଲିକପ୍ଟର ଯେଉଁଟାକି ବୁଲାଣିଆ ଯେଉଁ ଘୁରା ଯାଉଛି, ସେଇ ହାତ ସାହାଯ୍ୟରେ ଛୁଆ ପିଲାମାନଙ୍କ ପାଇଁ ବହୁତ ଖୁସିର ଆଲୋକିତ ଆନନ୍ଦିତ କରିଥାଏ। ଆଜି ସେଇ ଆନନ୍ଦିତ ଉପଭୋଗ କରୁଛୁ ଆମେ ମଧ୍ୟ। ତ ଫ୍ରେଣ୍ଡସ୍, ଚାଲନ୍ତୁ ଦେଖିବା ଆଉ ଆଗକୁ କ'ଣ କ'ଣ ଅଛି ଏଇ ଜାଗାରେ। ପ୍ରତ୍ୟେକ ଚପଳ କିମ୍ବା ଡ୍ରେସ୍, ଖେଳଣା, ବାସନ ଜିନିଷ କିମ୍ବା ଅନ୍ୟ ପ୍ରକାର ଆଇଟମ୍ ବହୁତ ଆସିଥାଏ। ଆଉ ଆଜି ସେଇ ମାର୍କେଟରେ ପ୍ରତ୍ୟେକ ଜିନିଷ ମଧ୍ୟ ଆସିଛି। ଆଉ ସେଇ ଲୋକ କିଣିବା ପାଇଁ ଲୋକ ମଧ୍ୟ ଭିଡ଼ ରହିଛନ୍ତି। ତ ବହୁତ ଭିଡ଼ର ସହିତ, ବହୁତ ଆନନ୍ଦିତ ସହିତ ଲୋକ ଉପଭୋଗ କରୁଛନ୍ତି। ଆଉ ଏଇ ଦିନ, ଏଇ ସମୟ ବହୁତ ଲୋକଙ୍କର ମନେ ପଡ଼ିଥାଏ, ଯେଉଁଟାକି ଏଇ ଜାଗାରେ ଟ୍ରେନ୍ ରହିଛି, ରେଳଟି ରହିଛି ବା ଡଙ୍ଗା ରହିଛି, ବହୁତ ଗୁଡ଼ା ଜିନିଷ ଏ ପାଖରେ ରହିଛି। ତ ଚାଲନ୍ତୁ ଫ୍ରେଣ୍ଡସ୍, ଲାଗି ରୁହନ୍ତୁ ଆପଣମାନେ ଏଇ ଭିଡ଼ିଓଟା ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଭିଡ଼ିଓଟା ଆପଣମାନଙ୍କୁ ବହୁତ ଭଲ ଲାଗିଥିବ, ତାହେଲେ ଭିଡ଼ିଓକୁ କମେଣ୍ଟ, ଲାଇକ୍, ସାଙ୍ଗମାନଙ୍କୁ ସେୟାର କରିବେ। ଆଉ ଯିଏରେ ନୂଆ ଆସିଥିବେ ଚ୍ୟାନେଲକୁ ସବସ୍କ୍ରାଇବ୍ ରଖିଥିବେ। ଏଇଠି ଦେଖନ୍ତୁ ଜଲପରି ରହିଛି, ଲେଖା ହେଇଛି ନୂଆ ଜଲପରି, ଯେଉଁଟାକି ଜିଅନ୍ତା ଜଲପରି କୁହାଯାଏ। ପାଣିରେ ଝିଅ ସେଇ ଜଲପରି ଡ୍ରେସ୍ ଲଗେଇ ପିନ୍ଧିଥାନ୍ତି। ଆଉ ସେଇ ଜଲପରି ଡ୍ରେସ୍ରେ ଝିଅମାନଙ୍କର ତାଙ୍କର କଳା ପ୍ରଦର୍ଶନ କରିଥାନ୍ତି। ଲୋକ ଦେଖି ବହୁତ ଖୁସି ଆନନ୍ଦିତ କରିଥାନ୍ତି। ଆଉ ଲୋକ ମଧ୍ୟ ଏଇ ଜଲପରି ଦେଖିବା ପାଇଁ ଲୋକ ଭିଡ଼ ରହିଛନ୍ତି। ଏପଟେ ଦେଖନ୍ତୁ ଲୋକର ଖୁସି ମଜା ଯେତେ ଚାଲିଛି, ଆନନ୍ଦର ସହିତ ଉତ୍ସାହ ଚାଲିଛି। ଲୋକଙ୍କର ଭିଡ଼ ଗହଳି ପ୍ରବଳରେ ଚାଲିଛି। ଲୋକ ଆସୁଛନ୍ତି, ଯାଉଛନ୍ତି। ବହୁତ ପରିମାଣରେ ଏମିତି ଲୋକଙ୍କର ଭିଡ଼ ଦେଖିବାକୁ ମିଳୁଛି। ଯେମିତି ଯାତ୍ରା, ଅନ୍ୟ ପ୍ରକାର ପୂଜା ପର୍ବଣରେ ଏଇ ମେଳାଟା ଲାଗିଥାଏ। ଆଉ ପ୍ରତ୍ୟେକ ବର୍ଷ ଭବାନୀପାଟଣାରେ ଏଇ ଜାଗାରେ ପ୍ରତ୍ୟେକ ବର୍ଷ ମେଳା ଲାଗିଥାଏ, ଯେଉଁଟାକି ମୀନା ବଜାର ବୋଲି କୁହାଯାଏ। ଆଉ ସେ ଲୋକ ବହୁତ ପରିମାଣରେ ଉପଭୋଗ କରିଥାନ୍ତି। କପଡ଼ା କିମ୍ବା ଅନ୍ୟ ପ୍ରକାର ସାଜସଜ୍ଜା ଜିନିଷ ଲୋକଙ୍କର କିଣିବାରେ ବହୁତ ସଉକି ଥାଏ। ଆଉ ଲୋକଙ୍କର ଫ୍ୟାସନ୍ ଦୁନିଆରେ ଲୋକର ଉପଭୋଗ ବହୁତ ରହିଥାଏ। ଆଉ ସେଇ ଉପଭୋଗ କରିବା ପାଇଁ ଲୋକ ଏହି ବଜାରକୁ ମାଡ଼ି ଆସିଥାନ୍ତି। ଲୋକଙ୍କର ଭିଡ଼ ପ୍ରବଳ ପଶିଥାନ୍ତି। ତ ସାଙ୍ଗମାନେ, ଆଜିର ଏଇ ମାର୍କେଟରେ ଆମେ ବହୁତ ଅନୁଭବ କରୁଛୁ। ଆଉ ଏଇ ମାର୍କେଟରେ ବହୁତ ଉପଭୋଗ କରୁଛୁ। ଯେମିତି ଲୋକଙ୍କର ଗହଳି ଦେଖି, ଲୋକଙ୍କର ଖାଇବା, ଏଇଠି ଦେଖନ୍ତୁ ଯେଉଁଟା ଆଚାର, ମଥୁରା କେକ୍, ଅନ୍ୟ ପ୍ରକାର ଭେରାଇଟି ମାନେ ବହୁତ ବିଦେଶରୁ ଯେଉଁଟାକି ଅନ୍ୟ ଅନ୍ୟ ଭେରାଇଟି ଆସିଥାନ୍ତି। ଆଉ ସେଇ ଜାଗାରେ ମଧ୍ୟ ଲୋକଙ୍କର ଭିଡ଼ ବହୁତ ରହିଥାଏ। ତ ସାଙ୍ଗମାନେ, ଏମିତି ଦୃଶ୍ୟ ଦେଖିବା ପାଇଁ ସମୟ ଆସେ, ଲୋକଙ୍କର ଆଶା ଥାଏ, ଲୋକଙ୍କର ଇଚ୍ଛା ଥାଏ ଯେ ଏଇ ଜାଗାକୁ ଯାଇ କିଛି କିଣିବି, କିଛି ଖାଇବି, କିଛି ଦେଖିବି, କିଛି ମାନେ ଯେଉଁଟାକି ଟାଇମ୍ ପାସ୍ କରିବାଟା, ସମୟ ଯେଉଁଟା ବିତେଇବାଟା, ଲୋକଙ୍କର ଖୁସି ଆନନ୍ଦ ପାଇଁ ଏଠି ଲୋକଙ୍କର ଗହଳି ଲାଗିଥାଏ। ଆଉ ସେଇ ଗହଳି ଆଜି ଦେଖିବାକୁ ମିଳିଛି। ଅନ୍ୟ ପ୍ରକାର ଲୋକ ଏଠି ଯିବା ଆସିବା କରୁଛନ୍ତି। ଗାଡ଼ି ମଟର ସବୁ ଜାମ୍ ରହୁଛି। ଏଠି ଦେଖନ୍ତୁ ବାଇକ୍ ସାଇଡ଼୍ରେ ଏତେ ଗୁଡ଼ା ବାଇକ୍, ଯେଉଁଟାକି ଲୋକଙ୍କର ଦେଖିବା ପାଇଁ ଯେଉଁ ଯିବା ଆସିବା କରିଛନ୍ତି, ତାଙ୍କର ବାଇକ୍ ଏଠି ସବୁ ପାର୍କ ହେଇକି ରହିଛି। ବହୁତ ମାହୋଲ ଆନନ୍ଦିତ, ଖୁସି। ରାସ୍ତା ଦେଖୁଥିବେ, ରାସ୍ତା କେତେ ପରିମାଣରେ ଭିଡ଼ ରହିଛି। ସେଇ ଭିଡ଼ରେ ରାସ୍ତା ପୁରା ଜାମ୍ ହେଇଯାଉଛି। ରାସ୍ତାରେ କେତେ ଲୋକ ଯିବା ଆସିବା କରୁଛନ୍ତି, ଦେଖିବା ପାଇଁ ଖୁସି। ତ ଫ୍ରେଣ୍ଡସ୍, ଆଜିର ଏଇ ଭିଡ଼ିଓଟା ଆପଣମାନେ ଦେଖୁଛନ୍ତି। ଆଉ ଏଇ ଭିଡ଼ିଓ ମାଧ୍ୟମରେ ଆପଣମାନେ ଜାଣିପାରୁଛନ୍ତି ଯେ ଲୋକଙ୍କର ଖୁସି ଆନନ୍ଦ। ବର୍ତ୍ତମାନ ଆମେ ମାଣିକେଶ୍ୱରୀ ମନ୍ଦିର ମାଆକୁ ଦର୍ଶନ କରିବା ପାଇଁ ଆସିଲୁ। ମାଣିକେଶ୍ୱରୀ ମାଆର ଦର୍ଶନ କରି, ପୂଜା ଅର୍ଚ୍ଚନା କରି, ମାଆଙ୍କୁ ଦେଖି ଆମେ ସେଇ ମୀନା ବଜାର ଆଡ଼କୁ ଗତି କରିଥିଲୁ। ଆଉ ସେଇ ଗତିଟା ଦେଖୁଥିବେ ଆପଣମାନେ। ଏଇ ଜାଗାରେ କେତେ ମାଆଙ୍କର ଦର୍ଶନ ପାଇଁ ପ୍ରତ୍ୟେକ ଭକ୍ତଙ୍କର ଭିଡ଼ ଥାଏ। ମାଆଙ୍କର ଖୁସି ପାଇଁ, ମାଆଙ୍କର ଦର୍ଶନ କରି ଖୁସି ପାଇବା ପାଇଁ
ଲୋକଙ୍କର ବହୁତ ମାନେ ଇଚ୍ଛା ଥାଏ ଆଉ ସେଇ ଇଚ୍ଛା ସମସ୍ତଙ୍କର ପୂରଣ ହୋଇଥାଏ। ଆଉ ପ୍ରତ୍ୟେକ ମା' ମାଉସୀ ମାନେ ଭାଇ ଭଉଣୀମାନେ ସମସ୍ତେ ମା'ଙ୍କୁ ମୁଣ୍ଡିଆ ମାରି ନଡ଼ିଆ ଫଟେଇ ଚନ୍ଦନ ସିନ୍ଦୁର ଧୂପ ଦୀପ ଆଳତି ଦେଇ ମା'ଙ୍କୁ ପୂଜା ଅର୍ଚ୍ଚନା କରିଥାନ୍ତି। ଆଉ ସେଠି ଲୋକଙ୍କର କେତେ ଖୁସି ଆନନ୍ଦର ଯେଉଁ ମା'କୁ ଦର୍ଶନ କରିଥାନ୍ତି। ମା'କୁ ଦର୍ଶନ କରି ଲୋକ ଦୁଃଖ କହିଥାନ୍ତି। ମା'ର ଦୁଃଖ ମା' ଯେମିତି ମା' ପାଖରେ ମୁଣ୍ଡିଆ ମାରି ରହି ମା' ଚିରଦିନ ତୋ ପାଦ ତଳେ ଚରଣ ଥାଉ ଏମିତି ଲୋକଙ୍କର ଆଶୀର୍ବାଦ ମାଗିଥାନ୍ତି ମା'କୁ। ମା' ମୋତେ ଖୁସିରେ ରଖିଥା, ମା' ମୋତେ ସବୁବେଳେ ଖୁସିରେ ରଖିଥା। ତ ଫ୍ରେଣ୍ଡସ୍, କଳାହାଣ୍ଡି ପ୍ରସିଦ୍ଧ ଯେଉଁଟାକି ମାଣିକେଶ୍ୱରୀ ମା' ପ୍ରତ୍ୟେକଙ୍କର ପ୍ରତ୍ୟକ୍ଷ ଦେବୀ ଯେଉଁଟା ମା' ମାଣିକେଶ୍ୱରୀ ପ୍ରତ୍ୟେକ ଦିନ ପୂଜା ଅର୍ଚ୍ଚନା ପାଇଥାନ୍ତି। ପ୍ରତ୍ୟେକ ଭକ୍ତଙ୍କର ଦୁଃଖ ଶୁଣିଥାନ୍ତି। ପ୍ରତ୍ୟେକ ଲୋକ ଏଠି ଆସିଥାନ୍ତି, ଦେଶ ବିଦେଶରୁ ମଧ୍ୟ ଆସିଥାନ୍ତି ମା'ଙ୍କୁ ଦର୍ଶନ କରିବା ପାଇଁ। ଆଉ ସେଇ ମା' ଦର୍ଶନ ଦେଇଥାନ୍ତି ପ୍ରତ୍ୟେକ ଭକ୍ତଙ୍କ ପାଇଁ। ଆଉ ଭକ୍ତଙ୍କୁ ସେଇ ଆଶୀର୍ବାଦ ଦେଇଥାନ୍ତି। ସେଇ ଲୋକଙ୍କର ଆଶୀର୍ବାଦ, ମା'ର ଆଶୀର୍ବାଦ ପାଇବା ପାଇଁ ଲୋକ ପୂଜା ଅର୍ଚ୍ଚନା କରିଥାନ୍ତି। ଏଠି ଲୋକ ପ୍ରବଳରେ ଭିଡ଼ ରହିଥାନ୍ତି। ଏଠି ଲୋକଙ୍କର ପ୍ରତ୍ୟେକ ଲୋକଙ୍କର ମନସ୍କାମନା ଥାଏ, ମନସ୍କାମନା ମା' ପୂରଣ କରିଥାନ୍ତି। ତ ଫ୍ରେଣ୍ଡସ୍, ଏଠି ଦେଖୁଥିବେ ହଜାର ହଜାର ଲୋକଙ୍କର ଭିଡ଼ ଏଠି ମା'ଙ୍କର ପାଖରେ ଦର୍ଶନ କରିବା ପାଇଁ ଥାଏ। ବଲି କିମ୍ବା ସୁଖ ଭୋଗ କିମ୍ବା ଅନ୍ୟ ପ୍ରକାର ଜିନିଷ ସବୁ ରହିଥାଏ। ତ ଫ୍ରେଣ୍ଡସ୍, ଆଜି ଏଇ ଆଶୀର୍ବାଦ ପାଇଁ ଲୋକଙ୍କର ଏଇ ମୁହୂର୍ତ୍ତରେ ଲୋକଙ୍କର ଏଇ ଆଶା ବିଶ୍ୱାସରେ ଏଇ ଜିନିଷରେ ପ୍ରତ୍ୟେକ ଦିନ ମା' ପୂଜା ପାଇଥାନ୍ତି। ମା' ପୂଜା ପାଇ ଏଠି ଦର୍ଶନ ଦେଇଥାନ୍ତି। ତ ଫ୍ରେଣ୍ଡସ୍, ମାଣେଶ୍ୱରୀ ମନ୍ଦିର ଯେଉଁଟାକି ଟିଚୁ ଛକ ଆମ ପାଖରେ ରହିଛି, ସେଇ ପାଖରେ ମା'ଙ୍କର ମନ୍ଦିର ପ୍ରତିଷ୍ଠା ହେଇଛି। ମା' ଆଜି ଆମକୁ ମଧ୍ୟ ଆଶୀର୍ବାଦ ଦେଇଛନ୍ତି। ଆଉ ଆସି ଆମେ ମା'ଙ୍କୁ ଦର୍ଶନ ନେଲୁ। ଆଉ ପ୍ରତ୍ୟେକ ଲୋକ